ବୃଷ ରାଶି। ଯଦି ଆପଣ ଆଜି ଏହି ଭିଡ଼ିଓ ଦେଖୁଛନ୍ତି କିମ୍ବା ବ୍ରହ୍ମାଣ୍ଡ କୌଣସି ନା କୌଣସି ଉପାୟରେ ଏହି ଭିଡ଼ିଓଟିକୁ ଆପଣଙ୍କ ସାମ୍ନାକୁ ଆଣିଛି, ତେବେ ଜାଣି ରଖନ୍ତୁ ଏହା କୌଣସି ସାଧାରଣ ସଂଯୋଗ ନୁହେଁ। ଏହା ହେଉଛି ବ୍ରହ୍ମାଣ୍ଡର ଏକ ସିଧାସଳଖ ଡାକରା। ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ନମସ୍କାର ଦର୍ଶକ ବନ୍ଧୁ, ଆମର ଏହି ସ୍ୱତନ୍ତ୍ର ତଥା ଗଭୀର ବିଶ୍ଳେଷଣାତ୍ମକ ଏପିସୋଡ଼କୁ ଆପଣମାନଙ୍କୁ ହୃଦୟରୁ ସ୍ୱାଗତ। ଆଜିର ଏହି ଭିଡ଼ିଓ କୌଣସି ସାଧାରଣ ରାଶିଫଳ ନୁହେଁ। ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ସେହି ଅଦୃଶ୍ୟ ଶକ୍ତି ବିଷୟରେ ଯାହା ବର୍ତ୍ତମାନ ଆପଣଙ୍କ ଚାରିପାଖରେ ଏକ ବଳୟ ତିଆରି କରୁଛି। ଗତ କିଛି ବର୍ଷ ଧରି ବୃଷ ରାଶିର ବ୍ୟକ୍ତିମାନେ ଯେଉଁ ଯନ୍ତ୍ରଣା, ଅସ୍ଥିରତା ଏବଂ ମାନସିକ ସଂଘର୍ଷ ଦେଇ ଗତି କରୁଛନ୍ତି, ତାହା କେବଳ ଆପଣଙ୍କୁ ହିଁ ଜଣା। ଆପଣଙ୍କୁ ଲାଗୁଥିବ ଯେପରି ଜୀବନର ଗାଡ଼ିଟି ଗୋଟିଏ ଜାଗାରେ ଅଟକି ଯାଇଛି। ଆର୍ଥିକ ସମସ୍ୟା, ସମ୍ପର୍କରେ ଧୋକା, ଶାରୀରିକ କ୍ଳାନ୍ତି ଏବଂ ଭବିଷ୍ୟତକୁ ନେଇ ଏକ ଅଜଣା ଭୟ। କିନ୍ତୁ ଆଜି ମୁଁ ଆପଣଙ୍କୁ କହିବାକୁ ଯାଉଛି, ବର୍ତ୍ତମାନର ଏହି ସମୟ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ଦେଇ ଗତି କରୁଛି। ଆକାଶରେ ଏବେ ଏମିତି କିଛି ଗ୍ରହମାନଙ୍କର ବିରଳ ମହାସଂଯୋଗ ପ୍ରସ୍ତୁତ ହେଉଛି, ବିଶେଷ କରି ଶନି, ବୃହସ୍ପତି, ରାହୁ ଏବଂ କେତୁଙ୍କର ନୂତନ ସ୍ଥିତି, ଯାହା ଆପଣଙ୍କ ଜୀବନରେ ଏକ ଯୁଗାନ୍ତକାରୀ ମହାପରିବର୍ତ୍ତନର ସୂତ୍ରପାତ କରୁଛି। ବ୍ରହ୍ମାଣ୍ଡ ହଠାତ୍ କୌଣସି ଜିନିଷ ବଦଳାଏ ନାହିଁ। ବର୍ଷା ହେବା ପୂର୍ବରୁ ଯେପରି ଆକାଶରେ ମେଘମାଳା ସୃଷ୍ଟି ହୁଏ ଏବଂ ପବନର ବେଗ ବଦଳିଯାଏ, ଠିକ୍ ସେହିପରି ଆପଣଙ୍କର ଭାଗ୍ୟ ବଦଳିବା ପୂର୍ବରୁ ବ୍ରହ୍ମାଣ୍ଡ ଆପଣଙ୍କୁ କିଛି ନିର୍ଦ୍ଦିଷ୍ଟ ସଂକେତ ଦେବା ଆରମ୍ଭ କରିଦେଇଛି। ଆଜି ଆମେ ସେହି ତିନୋଟି ସବୁଠାରୁ ବଡ଼ ମହାସଂକେତ ବିଷୟରେ ଟିକିନିକି ଆଲୋଚନା କରିବା, ଯାହାକୁ ଯଦି ଆପଣ ଚିହ୍ନି ପାରିବେ, ତେବେ ଆପଣ ନିଜର ଆଗାମୀ ଭାଗ୍ୟକୁ ସମ୍ପୂର୍ଣ୍ଣ ରୂପେ ନିଜର ନିୟନ୍ତ୍ରଣକୁ ଆଣିପାରିବେ। ତେଣୁ ଏହି ଭିଡ଼ିଓକୁ ବିନା ସ୍କିପ୍ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ହୋଇପାରେ ଏହି କିଛି ମିନିଟର ଆଲୋଚନା ଆପଣଙ୍କୁ ସେହି ଉତ୍ତର ଦେଇଦେବ ଯାହା ଆପଣ ବର୍ଷ ବର୍ଷ ଧରି ଖୋଜୁଥିଲେ। ଦର୍ଶକ ବନ୍ଧୁ, ଆଗକୁ ବଢ଼ିବା ପୂର୍ବରୁ ଜାଣି ନିଅନ୍ତୁ, ବୃଷ ରାଶି ହେଉଛି ପୃଥିବୀ ତତ୍ତ୍ୱର ଏକ ସ୍ଥିର ରାଶି, ଯାହାର ଅଧିପତି ହେଉଛନ୍ତି ସ୍ୱୟଂ ଶୁକ୍ର। ଆପଣଙ୍କ ସ୍ୱଭାବ ହେଲା ସ୍ଥିରତା, ଶାନ୍ତି, ସୌନ୍ଦର୍ଯ୍ୟ ଏବଂ ସୁରକ୍ଷାକୁ ଭଲ ପାଇବା। ଆପଣମାନେ ଚାହାନ୍ତି ଯେ ଜୀବନ ଏକ ଶୃଙ୍ଖଳିତ ବାଟରେ ଚାଲୁ। କିନ୍ତୁ ଅତୀତରେ କ'ଣ ହେଲା? ୟୁରାନସ୍ ଗ୍ରହ, ଯାହାକୁ ଆମେ ଅପ୍ରତ୍ୟାଶିତ ଘଟଣା ବା ଭୂମିକମ୍ପର ଗ୍ରହ ବୋଲି କହୁ, ସେ ଆପଣଙ୍କ ରାଶିରେ ଦୀର୍ଘ ସମୟ ଧରି ବସି ରହିଥିଲେ। ଏହାର ଫଳସ୍ୱରୂପ ଆପଣ ଯେତେ ଥର ନିଜ ଜୀବନକୁ ସଜାଡ଼ିବାକୁ ଚେଷ୍ଟା କଲେ ମଧ୍ୟ କିଛି ନା କିଛି ଅଦୃଶ୍ୟ ଶକ୍ତି ଆସି ତାହାକୁ ଭାଙ୍ଗି ଦେଉଥିଲା। କେବେ ଆର୍ଥିକ କ୍ଷତି, କେବେ ପରିବାରରେ ଅଶାନ୍ତି, ତ କେବେ ସ୍ୱାସ୍ଥ୍ୟଗତ ସମସ୍ୟା। ଆପଣଙ୍କର ପରିଶ୍ରମରେ କୌଣସି ତ୍ରୁଟି ନଥିଲା, କିନ୍ତୁ ଫଳ ମିଳୁନଥିଲା। ଏହି ସମୟରେ ଆପଣ ନିଜ ଉପରେ ସନ୍ଦେହ କରିବା ଆରମ୍ଭ କରିଦେଇଥିବେ। କିନ୍ତୁ ଶୁଣନ୍ତୁ, ସେହି ଅସ୍ଥିରତାର ଅନ୍ତ ଏବେ ଘଟିବାକୁ ଯାଉଛି। ଗ୍ରହମାନଙ୍କର ଯେଉଁ ନୂତନ ଗୋଚର ଆରମ୍ଭ ହେଉଛି, ତାହା ଆପଣଙ୍କ ଜୀବନର ଏକ ନୂତନ ସୁବର୍ଣ୍ଣ କାଳର ମୂଳଦୁଆ ପକାଉଛି। ଏହା କେବଳ ଟଙ୍କା ପଇସାର ସଫଳତା ନୁହେଁ, ବରଂ ଏହା ଆପଣଙ୍କୁ ଏକ ଗଭୀର ଅଭ୍ୟନ୍ତରୀଣ ଶାନ୍ତି ମଧ୍ୟ ଆଣିଦେବ। ବର୍ତ୍ତମାନ ଆସନ୍ତୁ ଜାଣିବା ବ୍ରହ୍ମାଣ୍ଡ ଦେଉଥିବା ସେହି ତିନୋଟି ମହାସଂକେତ ବିଷୟରେ, ଯାହା ସ୍ପଷ୍ଟ କରୁଛି ଯେ ଆପଣଙ୍କ ସମୟ ଏବେ ବଦଳି ସାରିଛି। ତେବେ ଦର୍ଶକ ବନ୍ଧୁ, ବ୍ରହ୍ମାଣ୍ଡ ଆପଣଙ୍କୁ ଦେଉଥିବା ପ୍ରଥମ ଏବଂ ସବୁଠାରୁ ପ୍ରଭାବଶାଳୀ ସଂକେତଟି ହେଉଛି ଆର୍ଥିକ ପ୍ରବାହ ଏବଂ ବୃତ୍ତିଗତ ଜୀବନରେ ଏକ ଅଚାନକ କିନ୍ତୁ ସୁଦୃଢ଼ ପରିବର୍ତ୍ତନ। ବୃଷ ରାଶିର ଲୋକମାନେ ଅତ୍ୟନ୍ତ ପରିଶ୍ରମୀ ଅଟନ୍ତି। ଆପଣ ଝାଳ ବୁହାଇ କାମ କରନ୍ତି, କିନ୍ତୁ ଗତ କିଛି ସମୟ ଧରି ଆପଣ ଅନୁଭବ କରୁଥିବେ ଯେ ଟଙ୍କା ଆସୁଛି ସତ, କିନ୍ତୁ ରହୁନାହିଁ। କୌଣସି ନା କୌଣସି ବାଟରେ ହଠାତ୍ କିଛି ଖର୍ଚ୍ଚ ଆସିଯାଉଛି କିମ୍ବା କେଉଁଠି ନିବେଶ କରିଥିବା ଟଙ୍କା ଫସି ଯାଉଛି। ଧନର ଯେଉଁ ତରଳତା ରହିବା କଥା ତାହା ରହୁନାହିଁ। କିନ୍ତୁ ବର୍ତ୍ତମାନ କ'ଣ ହେଉଛି ଜାଣନ୍ତୁ, ଦେବଗୁରୁ ବୃହସ୍ପତି, ଯିଏକି ଜ୍ଞାନ, ବୃଦ୍ଧି, ବିସ୍ତାର ଏବଂ ସୌଭାଗ୍ୟର ଗ୍ରହ ଅଟନ୍ତି, ତାଙ୍କର ଶୁଭ ଦୃଷ୍ଟି ଏବଂ ଗୋଚର ଆପଣଙ୍କ ରାଶିର ଧନଭାବ ଏବଂ ଭାଗ୍ୟସ୍ଥାନ ଉପରେ ପଡ଼ିବାକୁ ଯାଉଛି। ଏହାର ସିଧାସଳଖ ଅର୍ଥ ହେଉଛି ଏକ ଅଭୂତପୂର୍ବ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ ହେବ। ଆପଣ କିପରି ଜାଣିବେ ଯେ ଏହି ସଂକେତ ଆପଣଙ୍କ ଜୀବନରେ କାର୍ଯ୍ୟକାରୀ ହେଉଛି? ଧ୍ୟାନ ଟିକେ ଦିଅନ୍ତୁ। ପ୍ରଥମରେ, ଅଟକି ରହିଥିବା ଅର୍ଥର ପ୍ରାପ୍ତି ହେବ। ବହୁ ପୂର୍ବରୁ ଯେଉଁଠାରୁ ଟଙ୍କା ମିଳିବାର ଆଶା ଆପଣ ଛାଡ଼ି ଦେଇଥିଲେ, ସେହି ଟଙ୍କା ହଠାତ୍ ଏବଂ ବିନା କୌଣସି ବାଧାରେ ଆପଣଙ୍କ ପାଖକୁ ଫେରିଆସିବା ଆରମ୍ଭ ହେବ। ଦ୍ୱିତୀୟରେ, ବୃତ୍ତିଗତ ଉନ୍ନତି। ଯେଉଁ ଚାକିରି ବା ବ୍ୟବସାୟରେ ଆପଣ ବର୍ଷ ବର୍ଷ ଧରି ଫସି ରହିଥିଲେ ଓ କୌଣସି ପ୍ରମୋଶନ ମିଳୁନଥିଲା, ସେଠାରେ ହଠାତ୍ ଆପଣଙ୍କୁ ନୂତନ ଏବଂ ବୃହତ୍ ଦାୟିତ୍ୱ ଗ୍ରହଣ କରିବାର ସୁଯୋଗ ମିଳିବ। ଜ୍ୟୋତିଷୀୟ ଗଣନା ଅନୁଯାୟୀ ମଙ୍ଗଳ ଏବଂ ବୃହସ୍ପତିଙ୍କର ସ୍ଥିତି ଯୋଗୁଁ ଯଦି ଆପଣ ବ୍ୟାଙ୍କିଂ, ଆଇନ,
रियल इस्टेट किंबा रचनात्मक क्षेत्र में अछंती तेबे आपनकु आश्चर्यजनक सफलता मिलिबो। बहुराष्ट्रीय कंपानी ऑफर किंबा विदेश यात्रार जोग मध्य प्रबल रही। आउ एक गुरुत्वपूर्ण कथा है यही आर्थिक परिवर्तन केवल बाह्य नुहे आपणक मानसिक चिंताधारा मध्य रूपांतरित आसिबो। आपणक मानसिक चिंताधारा मध्य रूपांतर आसिबो। आर्थिक निष्पत्ति नेवा बेले आपणक भितरे थिबा भय कमिजिवो। आपण अधिक आत्मविश्वासी एवं दूरदृष्टि संपन्न अनुभव करिवे। यूरेनसर अस्थिरता कमिवा सह परिवारर सुरक्षा प्रति आकर्षण मध्य बढ़िबो। ब्रह्मांड एही सुजोग गुडी को आपनको सामना को आनिबो निश्चय, किंतु ताकू धरिबार दायित्व आपणकर। जेतेबेले आपण देखिबे जे आयर एकाधिक पंथा धीरे धीरे खोलुची सेतेबेले आखि बंद करी ब्रह्मांड को एक धन्यवाद जणाई देबे एवं बुझीजिबे जे प्रथम संकेत आपणकर जीवन में घटी सारिछि। तेबे दर्शक बंधु वर्तमान आसवा सबुठु गुरुत्वपूर्ण एवं आवेगिक विषय उपरकू ब्रह्मांडर द्वितीय महासंकेत को। तेबे द्वितीय महासंकेत हेउची मिथ्या संपर्कर अवसान एवं हृदयर प्रकृत आरोग्य। ज्योतिषीय दृष्टिकोण जदि आमे देखिबा कर्मफल एवं न्यायर देवता शनिदेव एवं मीन राशि रे गोचर करी आपणक एकादश भाव को प्रभावित करुछंती। एकादश भाव हेउची आमर बंधुता, सामाजिक नेटवर्क एवं कर्मर लाभ। शनिकर एही स्थितिर सीधासळख अर्थ हेउची आपणक जीवनरू समस्त प्रकारर स्वार्थपर, मिथ्या एवं नकारात्मक कार्मिक संपर्कर संपूर्ण शुद्धिकरण हेबो। वृष राशि लोक मानकर एक बड़ दुर्बलता मध्य थाए। आपण माने हृदयरू बहुत भल, आपण अन्य मानकू सहाय्य करबाकू केबे पछांती नहीं, किंतु प्रतिबदल आपन कौन मिले? विश्वासघातकता। आपण एमिति अनेक लोकंकर सहाय्य करथिबे जो माने आपणक दरकार बेले पिठी देखाई पळैथिबे। यही जंत्रणादायक चक्र रे आपण वर्ष वर्ष धरी फसी रहिछंती, किंतु आगामी पर्याय रे ब्रह्मांड निजे यही चक्र को भांगिबाकू जाउछि। यह सहित आकाश रे एक अत्यंत विरल महाजागतिक घटना घटुची। ज्योतिष शास्त्र रे कायरन नामक एक क्षुद्र ग्रह अच्छी जहाँ को आम आरोग्य बा मलम लगेबा शक्ति बोली कहू। यही कायरन वर्तमान आपणक राशि अर्थात वृष राशि रे प्रवेश करी निजर दीर्घकालीन यात्रा आरंभ करुछि। 50 वर्ष रे थरे आसुथिबा एही स्थिति मानव जीवनर सबुठु गभीर क्षेत्र गुडी को सुखेइबार शक्ति रखे। आपणकर सबुठु बड़ भय कौन जानती? निजर मूल्यबोध को नहीं संदेह किंबा आर्थिक सुरक्षा हरइबार भय। किंतु एबे आपण हृदयंगम करिवे जे आपणकर प्रकृत मूल्य आपणकर बैंक बैलेंस किंबा अन्य मानक प्रशंसा उपर निर्भर करे नहीं। यह आपणक आत्मार अविच्छेद्य अंग। यही संकेतर वास्तविक प्रभाव किपरि हेबो आपण देखिबे। आपणक सामाजिक जीवन में हठात अनेक लोकंकर प्रकृत चेहरा पदाक आसिबो। बिना कोनोसी बड़ झगड़ा रे बहुत पुराना संपर्क आपण छाए छिन्न होई जिवो। प्रथमे प्रथमे यह आपनको बहुत कष्ट देव, किंतु ध्यान रखंतु यह ब्रह्मांडर आपणक पई एक सुरक्षा कवच। जो लोक माने आपणक भविष्यतर सफलतारे विष मिसई थांते प्रकृति सेमानकु आगुआ रास्तारू हटाई देव। यही समय रे आपण बाहर दुनियार कोलाहलरू दूरेई एकांतरे समय बिताइबाकू इच्छा करिवे। आपणक भितरे गोटे बड़ परिवर्तन आसिबो। अन्य मानकू सबुबेले खुशी रखिबार अभ्यास संपूर्ण रूपे बंद हो जिवो एवं आपण निजर एक परिसीमा तैयारी करिवे एवं लोकंकू मुह उपरे ना कहिबार शिखिजिवे। जेबे आपणक हृदय रे अद्भुत शांति आसिबो ओ खराब लोकंको जीवा द्वारा आपण मुक्ति अनुभव करिवे, तेबे आपणक हृदय रे एक अद्भुत शांति आसिबो ओ खराब लोकंको जीवा द्वारा आपण मुक्त अनुभव करिवे। तेबे आसंतु एबे कथा हेबा ब्रह्मांडर तृतीय एवं सबुठु शक्तिशाली संकेत विषय रे। एही संकेतटी आपणकर संपूर्ण जीवन दर्शन एवं आपणक बास करुथिबा परिवेशर परिवर्तन सहित सीधासलित भाव जड़ित। वैदिक ज्योतिष रे राहु एवं केतु को आमे कर्मर प्रमुख सूचक भाव ग्रहण करू। जेतेबेले एही छाया ग्रह माने गोचर करी राशि बदलांती मनुष्य जीवनर दिग संपूर्ण रूपे बदली जाए। आगकू राहु मकर राशि को एवं केतु कर्कट राशि को जीवार एक महत्वपूर्ण गुरुत्व घटिबाकू जाउछि। एहा सह वर्ष वर्ष धरी आपणक राशि रे बसी भूमिकंप सृष्टि करथिबा यूरेनस मध्य वृष राशि छाड़ी मिथुन राशि को चली जिवे। एही समस्त परिवर्तनर सामग्रिक फलाफल कौन हेबो जानती? आपणक जीवनर पथ बा ट्राजेक्टोरी संपूर्ण भाव बदली जिवो। आपण को निजर दैनंदिन लाइफस्टाइल किंबा वर्तमानर परिवेश रे हठात प्रबल अणनिश्वास लागिवो। आपण भाबिबे ना मु आ एठी रही परिबि नाही।
ଏହା ଆପଣଙ୍କର ନିଜସ୍ୱ ଭାବନା ରହିବ ନାହିଁ। ଏହା ବ୍ରହ୍ମାଣ୍ଡର ଏକ ସୁନିଶ୍ଚିତ ଯୋଜନା ହେବ। ଆମେ ମଣିଷମାନେ ସାଧାରଣତଃ ଆମ କମ୍ଫର୍ଟ ଜୋନ୍ରୁ ବାହାରିବାକୁ ଭୟ କରିଥାଉ, କିନ୍ତୁ ବ୍ରହ୍ମାଣ୍ଡ ଏବେ ଏମିତି ସ୍ଥିତି ସୃଷ୍ଟି କରିବ ଯେଉଁଠି ଆପଣ ବାଧ୍ୟ ହୋଇ ଏକ ନୂଆ ଦୁନିଆରେ ପାଦ ରଖିବେ। ଏହି ପରିବର୍ତ୍ତନ ବିଭିନ୍ନ ରୂପ ନେଇପାରେ, ଯେପରିକି ପ୍ରଥମରେ ହଠାତ୍ ସ୍ଥାନାନ୍ତରଣ ହେବ। ଯେଉଁ ସହର, ରାଜ୍ୟ ବା ଦେଶରେ ଆପଣ ବହୁତ ଦିନ ଧରି ରହୁଥିଲେ ସେଠାରୁ ଦୂରେଇ ଯାଇ ନୂଆ ସ୍ଥାନରେ ଜୀବନ ଆରମ୍ଭ କରିବାକୁ ସୁଯୋଗ ମିଳିବ। କେହି କେହି ନୂଆ ଘର ତିଆରି ମଧ୍ୟ କରିପାରନ୍ତି କିମ୍ବା ଚାକିରି ପାଇଁ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ତେବେ ଦ୍ୱିତୀୟରେ ହେଉଛି ବୃତ୍ତିଗତ ଦିକ୍ ପରିବର୍ତ୍ତନ। ଯେଉଁମାନେ ବର୍ଷ ବର୍ଷ ଧରି ଗୋଟିଏ ବୋରିଂ କର୍ପୋରେଟ୍ ଚାକିରି ବା ପାରମ୍ପରିକ ଢାଞ୍ଚାରେ ବାନ୍ଧି ହୋଇ ରହିଥିଲେ, ସେମାନେ ଏବେ ସବୁ ଛାଡ଼ି ସ୍ୱାଧୀନ ବ୍ୟବସାୟ, କଳା, ଆଧ୍ୟାତ୍ମିକତା ବା ନିଜର ଉଦ୍ୟୋଗ ଆରମ୍ଭ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବେ। ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେବ, ନେପଚ୍ୟୁନ୍ ଏବଂ ଅନ୍ୟ ଗ୍ରହମାନଙ୍କ ପ୍ରଭାବରୁ ଆପଣଙ୍କର ଇଣ୍ଟ୍ୟୁସନ୍ ବା ଅନ୍ତର୍ଜ୍ଞାନ ଶକ୍ତି ଏତେ ପ୍ରଖର ହୋଇଯିବ ଯେ ଆପଣ କେଉଁ ଘଟଣା ଘଟିବା ପୂର୍ବରୁ ତାହା ଆକଳନ କରିନେବେ। କୌଣସି ବଡ଼ ନିଷ୍ପତ୍ତି ନେବା ପାଇଁ ଆପଣଙ୍କୁ ଆଉ ଅନ୍ୟ କାହାର ପରାମର୍ଶ ଦରକାର ପଡ଼ିବ ନାହିଁ। ଆପଣଙ୍କ ଭିତରୁ ଯେତେବେଳେ ଏହି ଶକ୍ତିଶାଳୀ ପ୍ରେରଣା ଆସିବ ଏବଂ ଜୀବନର ପରିବେଶ ସମ୍ପୂର୍ଣ୍ଣ ରୂପେ ଏକ ସକାରାତ୍ମକ ଦିଗକୁ ବଦଳିଯିବ, ଜାଣିନେବେ ଯେ ବ୍ରହ୍ମାଣ୍ଡର ତୃତୀୟ ତଥା ଚୂଡ଼ାନ୍ତ ସଂକେତ ଆପଣଙ୍କୁ ପ୍ରାପ୍ତ ହୋଇସାରିଛି। ତେବେ ବନ୍ଧୁଗଣ, ଆମର ଏହି ପ୍ଲାଟଫର୍ମ ମାଧ୍ୟମରେ ଆମେ କେବଳ ଆପଣଙ୍କୁ ଆଶ୍ୱାସନା ଦେବାକୁ ଚାହୁଁନାହୁଁ, ବରଂ ବାସ୍ତବତା ସହ ପରିଚିତ କରାଇବା ଆମର ଲକ୍ଷ୍ୟ ଅଟେ। ବର୍ତ୍ତମାନ ଯେଉଁ ମହାଜାଗତିକ ସଂଶୋଧନ ହେଉଛି ତାହା ଦଶନ୍ଧିର ଗତିପଥ ନିର୍ଦ୍ଧାରଣ କରିବ। ବୃହସ୍ପତି ଧନ ଦେବେ, ଶନି ସମ୍ପର୍କକୁ ପରିଷ୍କାର କରିବେ, ୟୁରେନସ୍ ଯନ୍ତ୍ରଣା ନେଇ ବିଦାୟ ନେବେ ଏବଂ କାଇରନ୍ ଆପଣଙ୍କୁ ମାନସିକ ଶାନ୍ତି ଦେବେ। କିନ୍ତୁ ଏହି ସବୁ ସୁଫଳ ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଆପଣ ନିଜର କର୍ମକୁ ଏହି ଗ୍ରହମାନଙ୍କ ଶକ୍ତି ସହ ଖାପ ଖୁଆଇ ଚଳିବେ। ପରିବର୍ତ୍ତନ ସମୟରେ ଆପଣଙ୍କୁ କିଛି ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରଥମରେ ପରିବର୍ତ୍ତନକୁ ଗ୍ରହଣ କରିବେ। ବୃଷ ରାଶି ହେଉଛି ଏକ ସ୍ଥିର ରାଶି। ଆପଣମାନେ ପରିବର୍ତ୍ତନ ଅର୍ଥାତ୍ ଚେଞ୍ଜକୁ ସହଜରେ ଗ୍ରହଣ କରନ୍ତି ନାହିଁ। କିନ୍ତୁ ଏବେ ଯେତେବେଳେ ନୂଆ ସୁଯୋଗ ବା ନୂଆ ସ୍ଥାନକୁ ଯିବାର କଥା ଉଠିବ, ପୁରୁଣା ଅଭ୍ୟାସକୁ ଜାବୁଡ଼ି ଧରି ବସନ୍ତୁ ନାହିଁ। ଖୋଲା ହୃଦୟରେ ପରିବର୍ତ୍ତନକୁ ସ୍ୱାଗତ କରନ୍ତୁ। ଦ୍ୱିତୀୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ। ରାହୁଙ୍କର ପ୍ରଭାବ କାରଣରୁ ଆର୍ଥିକ ଲାଭ ଆସିଲେ ମଧ୍ୟ ବିଳାସ ବ୍ୟସନ ବା ଶୋ ଅଫ୍ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଯଥା ଜିନିଷ କିଣିବାରୁ ଦୂରେଇ ରୁହନ୍ତୁ। ଯଦି ଜମି କିମ୍ବା ପ୍ରପର୍ଟି କିଣୁଛନ୍ତି, କେତୁଙ୍କ ପ୍ରଭାବରୁ କାଗଜପତ୍ରର ଟେକ୍ନିକ୍ ଯାଞ୍ଚ କରନ୍ତୁ, ନଚେତ୍ ଆଇନଗତ ଝାମେଲା ହୋଇପାରେ। ତୃତୀୟରେ ଅହଙ୍କାର ଠାରୁ ଦୂରତା। କର୍ମକ୍ଷେତ୍ରରେ ଶନିଙ୍କ ଦୃଷ୍ଟି ଅଛି, ତେଣୁ ନମ୍ରତା ଆପଣଙ୍କର ସବୁଠୁ ବଡ଼ ଅସ୍ତ୍ର। ବରିଷ୍ଠ ଅଧିକାରୀ କିମ୍ବା ସହକର୍ମୀଙ୍କ ସହ ନିଜ ଇଗୋ କାରଣରୁ ଯୁକ୍ତିତର୍କ କରନ୍ତୁ ନାହିଁ। ଚତୁର୍ଥରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ମଙ୍ଗଳ ଗ୍ରହର ପ୍ରଭାବରୁ ଶରୀରରେ ଉତ୍ତାପ ବଢ଼ିପାରେ, ବ୍ଲଡ଼ ପ୍ରେସର ବା ପେଟ ସମସ୍ୟା ଦେଖାଦେଇପାରେ। ରାଗ କମାନ୍ତୁ, ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ ଏବଂ ସକାଳେ କିଛି ସମୟ ପ୍ରକୃତି ସହ ନିଶ୍ଚୟ ବିତାନ୍ତୁ। ଏହା ଆପଣଙ୍କ ଏନର୍ଜିକୁ ବାଲାନ୍ସ କରିବ। ତେବେ ଦର୍ଶକ ବନ୍ଧୁ, ଭିଡ଼ିଓର ଶେଷ ପର୍ଯ୍ୟାୟରେ ମୁଁ ଆପଣଙ୍କୁ ଗୋଟିଏ ଗଭୀର କଥା କହିବାକୁ ଚାହୁଁଛି। ଯଦି ଆମେ ଏସବୁକୁ ଏକାଠି କରି ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ଦେଖିବା, ତେବେ ଏହା କେବଳ ଏକ ରାଶିଫଳର ପରିବର୍ତ୍ତନ ନୁହେଁ, ଏହା ହେଉଛି ଆପଣଙ୍କର ଆତ୍ମିକ ପୁନର୍ଜନ୍ମ। ବହୁ ବର୍ଷ ଧରି ଆପଣମାନେ ନିଜ ସାମର୍ଥ୍ୟକୁ ଅନ୍ୟମାନଙ୍କ ଭ୍ୟାଲିଡେସନ୍ ଉପରେ ଛାଡ଼ି ଦେଇଥିଲେ। ସମାଜ କ'ଣ କହିବ, ଘର ଲୋକ କ'ଣ ଭାବିବେ, ଏହି ଚିନ୍ତା ଆପଣଙ୍କ ପରିଚୟକୁ ଲୁଚାଇ ଦେଇଥିଲା। କିନ୍ତୁ ଏବେ ଆପଣ ଜାଣିସାରିଲେଣି ଯେ ଆପଣଙ୍କ ସୁରକ୍ଷା ବାହାରର ଦୁନିଆରେ ନାହିଁ, ବରଂ ଆପଣଙ୍କ ଭିତରେ ଥିବା ସହନଶୀଳତା ଏବଂ ଦକ୍ଷତା ଭିତରେ ଅଛି। ଯେଉଁଦିନ ମଣିଷ ନିଜ ଭିତରର ଭୟକୁ ଜୟ କରିନିଏ ଏବଂ ନିଜର ତ୍ରୁଟିଗୁଡ଼ିକୁ ବି ଗ୍ରହଣ କରିନିଏ, ସେହି ଦିନରୁ ବାହାର ଦୁନିଆ ତାକୁ ସମ୍ମାନ ଦେବା ଆରମ୍ଭ କରିଦିଏ। ଅତୀତରେ ଯାହା ବି କଷ୍ଟ ଆପଣ ପାଇଛନ୍ତି ତାହା ବୃଥା ନଥିଲା। ସେହି କଷ୍ଟଗୁଡ଼ିକ ଆଗାମୀ ସୁଦୃଢ଼ ଭବିଷ୍ୟତ ନିର୍ମାଣର ଗୋଟିଏ ଗୋଟିଏ ଇଟା ଥିଲା। ଯେଉଁ ସମୟର ଅପେକ୍ଷା ଆପଣ ବହୁ ବର୍ଷ ଧରି କରିଥିଲେ, ତାହା ଏବେ ଆସି ଆପଣଙ୍କ ଦ୍ୱାରଦେଶରେ ଠିଆ ହୋଇଛି। ଆପଣଙ୍କୁ କେବଳ ଗୋଟିଏ କାମ କରିବାର ଅଛି, ବ୍ରହ୍ମାଣ୍ଡର ଶକ୍ତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା। ନିଜର ଦୁର୍ବଳତାକୁ ଏବେ ଶକ୍ତିରେ ପରିଣତ କରନ୍ତୁ। ନିଜ ମନକୁ ଶାନ୍ତ ରଖନ୍ତୁ, ନୂଆ ଚିନ୍ତାଧାରାକୁ ସ୍ୱାଗତ କରନ୍ତୁ ଏବଂ ନିଷ୍ଠାର ସହ ଆଗକୁ ବଢ଼ନ୍ତୁ। ବ୍ରହ୍ମାଣ୍ଡ ଏବେ ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ପକ୍ଷରେ ଦଣ୍ଡାୟମାନ ଅଛି ଏବଂ ନିଶ୍ଚିନ୍ତ ରୂପେ କିଛି ଅତ୍ୟନ୍ତ ମହାନ ଘଟଣା ଘଟିବାକୁ ଯାଉଅଛି। ଆଶା କରୁଛି ଆଜିର ଏହି ବିଶ୍ଳେଷଣ ଆପଣଙ୍କ ହୃଦୟକୁ ସ୍ପର୍ଶ କରିଥିବ ଏବଂ ଏକ ନୂତନ ମାର୍ଗଦର୍ଶନ ଦେଇଥିବ। ଯଦି ଆପଣ ନିଜ ଜୀବନରେ ଏହି ସଂକେତଗୁଡ଼ିକୁ ଅନୁଭବ କରିବା
आरंभ कलेଣି तेबे तले कमेंट बॉक्स रे निश्चय लिखंतु मु एही सकारात्मक परिवर्तन को स्वीकार करुछि। एहाकू जय जगन्नाथ लिखि आरंभ करंतु। जदि एही वीडियोटी आपनको भल लागि थाए तेबे वीडियो को गोटे लाइक करंतु एवं निजर वृष राशि समस्त सांग और परिवार लोकों सह एहाकू निश्चय शेयर करंतु। आम सह जोड़ी होई रहिबा पई एवं जीवनर प्रत्येकटी गूढ़ रहस्य को ज्योतिष शास्त्र माध्यम रे बुझिबा पई आम चैनल को एबे ही सब्सक्राइब कर रखंतु। भगवान आपणकर मंगल करंतु। बहुत बहुत धन्यवाद। रहुची जय जगन्नाथ।